30 ଜାନୁଆରୀ 2020 ସମଥିଙ୍ଗ रे ଭାରତ ପ୍ରଥମ ଥର କରି କୋଭିଡ-19 କ'ଣ ତାକୁ ଜାଣିଥିଲା ବା ସମଗ୍ର ଭାରତ ଆମେ ଦେଖିଥିଲେ ଯେ କୋଭିଡ କେଉଁ ଭଳି ତାର କାୟା ବିସ୍ତାର କରିଥିଲା ସମ୍ପୂର୍ଣ୍ଣ ଭାରତରେ। ତା ଦ୍ୱାରା ଆମର ଅର୍ଥନୈତିକ ସାମାଜିକ କ୍ଷେତ୍ରରେ କେଉଁ ଭଳି ସବୁ ପ୍ରଭାବ ପଡ଼ିଥିଲା। ପ୍ରାୟତଃ ବହୁତ ଦିନ ଧରି ଲକଡାଉନ୍ ସଟଡାଉନ୍ ଲାଗି ରହିଥିଲା। ଆଜି ପୁଣି ଥରେ ବିଗତ 5 ବର୍ଷ ପରେ ଆଜି 2025 ରେ ପୁଣି ଥରେ ସେଇ କୋଭିଡର ଗୋଟେ ସେକେଣ୍ଡ ଫେଜ୍ ବା ଗୋଟେ ନୂଆ ଭାରିଏଣ୍ଟ ଆସିବାକୁ ଯାଉଛି। ମାନେ ବିଭିନ୍ନ ଗଣମାଧ୍ୟମରେ ବି ମଧ୍ୟ ଏ ବିଷୟରେ ବହୁତ ଗୁଡ଼େ ଖବର ପ୍ରଚାର ହେଲାଣି। ଏମିତିକି ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ବି ମଧ୍ୟ 3-4 ଜଣ କୋଭିଡ ପଜିଟିଭ୍ ମଧ୍ୟ ବାହାରିଲେଣି ବା ଚିହ୍ନଟ କରାଗଲାଣି। ତେବେ ଆମେ ଦେଖିଛେ ଯେତେବେଳେ ପ୍ରଥମ ଥର କରି ଭାରତକୁ କୋଭିଡ ଆସିଲା ସେତେବେଳେ ଆମେ କେଉଁଭଳି ଆର୍ଥିକ ଏବଂ ମାନସିକ ଚାପଗ୍ରସ୍ତ ହୋଇଥିଲେ। ଏବେ ସେଇଭଳି ଆଉ ଗୋଟେ ସମୟ ଆସୁଛି। ସେତେବେଳେ ହୁଏତ କୋଭିଡ-19 ଆମ ପାଇଁ ବହୁତ ନୂଆ ଥିଲା, ଆମେ ତା ବିଷୟରେ ସେତେ କିଛି ଜାଣିନଥିଲେ। କିନ୍ତୁ ଆମେ ଆଗ ଅପେକ୍ଷା ଏବେ ବହୁତ ସଜାଗ ହେବା, ବହୁତ ସତର୍କ ହେବା ଏବଂ ଏଇ ଜିନିଷଟା ଯେମିତି ବହୁତ ମାତ୍ରାରେ ସ୍ପ୍ରେଡ୍ ନ ହୁଏ ସେଥିପାଇଁ ଧ୍ୟାନ ଦେବା। ଖାସ୍ କରି ଯେଉଁମାନେ ବାହାରୁ ଆସୁଛନ୍ତି ସେମାନଙ୍କଠି ଯଦି କୋଭିଡ ଲକ୍ଷଣ ସେମିତି କିଛି ପରିଲକ୍ଷିତ ହେଉଛି ଦୟାକରି ସେମାନଙ୍କୁ ଆଇସୋଲେଟେଡ୍ ରଖନ୍ତୁ ବା ସେମାନଙ୍କ ପ୍ରତି ଯଥେଷ୍ଟ ଧ୍ୟାନ ଦିଅନ୍ତୁ ଏବଂ ଯଥା ସମ୍ଭବ ମେଡ଼ିକାଲ ଯାଇ ଡକ୍ଟରମାନଙ୍କ ସହିତ ପରାମର୍ଶ କରନ୍ତୁ। ଏ ଦିଗରେ ଭୟଭୀତ ହୁଅନ୍ତୁନି, କାହିଁକିନା ଭୟଭୀତ ହେଲେ ଏ ରୋଗ ଆମକୁ ଆହୁରି ମାଡ଼ି ବସିବ। ଯଦି ଆମେ ଭୟଭୀତ ନ ହେବା ତାହେଲେ ଆମେ ନିଶ୍ଚିନ୍ତ ଭାବରେ ଏ ରୋଗକୁ ସାମ୍ନା କରିପାରିବା। ଧନ୍ୟବାଦ।